ସୁଭଦ୍ରା ଯୋଜନା ପାଇଁ ଆସିଲା ବଡ଼ ଖବର। ଏହି ଦିନ ସୁଭଦ୍ରା ଟଙ୍କା ଆସିବ। ଗତକାଲି ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ତ କେଉଁ ତାରିଖରେ ଏହି ସୁଭଦ୍ରା ଟଙ୍କା ଆସିବ ତାହା ତାରିଖ ଘୋଷଣା ହୋଇଛି। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବି। ତାପରେ ପୂର୍ବରୁ ଆଉ ଏକ ଘୋଷଣା କରିଥିଲେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏହି ମାସ ଶେଷ ସୁଦ୍ଧା ମିଳିବ ବୋଲି। ତ ଏହି ମାସ ଶେଷ ହେବାକୁ ଆଉ 4 ଦିନ ବାକି ରହିଲା। ତ ଆପଣମାନେ ଅପେକ୍ଷା କରନ୍ତୁ, ଏହି 2-4 ଦିନ ଭିତରେ ସୁଭଦ୍ରା ଟଙ୍କା ଆସିବ। ତ କେଉଁ ଟଙ୍କା ଆସିବ? ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ। ତ କେତେକ ହିତାଧିକାରୀ ଅଛନ୍ତି ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ। ତ କେତେକ ହିତାଧିକାରୀ ଏହି ସୁଭଦ୍ରା ଟଙ୍କା ପାଇସାରିଛନ୍ତି। ତ ଯେଉଁ ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ସେମାନେ ବେଶ୍ ଖୁସିରେ ଅଛନ୍ତି ଏବଂ ଯେଉଁ ହିତାଧିକାରୀମାନେ ଏହି ସୁଭଦ୍ରା ଟଙ୍କା ପାଇନାହିଁ ସେମାନେ ବହୁତ ଦୁଃଖରେ ଅଛନ୍ତି। ତ ଯେଉଁ ହିତାଧିକାରୀମାନେ ଏହି ସୁଭଦ୍ରା ଟଙ୍କା ପାଇନାହିଁ ସେମାନଙ୍କୁ ମୁଁ କେତୋଟି ଟିପ୍ସ ବତେଇବି। ଆପଣମାନେ ସେହି ନିୟମ ଅନୁସାରେ ମାନିଲେ 100% ଗ୍ୟାରେଣ୍ଟି ଦେଉଛି ଆପଣମାନେ ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ପାଇପାରିବେ। ତ ସେହି ଟିପ୍ସ ଗୁଡ଼ାକ କ'ଣ ରହିଛି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ କହିବି। ତ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଟଙ୍କା କେଉଁଦିନ ମିଳିବ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 8:03 PM ପ୍ରମେୟ ନ୍ୟୁଜ୍ରେ ପ୍ରକାଶ ପାଇଛି। ମୋ ଚ୍ୟାନେଲ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତେଣୁ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଟଙ୍କା କେବେ ଆସିବ। ଗତକାଲି 76ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା। ଏହି ଅବସରରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ବିଷୟରେ କହିଛନ୍ତି। ଆସନ୍ତା ମାର୍ଚ୍ଚ 8 ତାରିଖରେ ଅର୍ଥାତ୍ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ ବୋଲି ସେ ଘୋଷଣା କରିଛନ୍ତି। ଦେଖନ୍ତୁ, ଗତକାଲି ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ସରକାର ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବିଷୟରେ କହିଛନ୍ତି। ଦେଖନ୍ତୁ ଆଜ୍ଞା, କଟକରେ ଏକ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ଅବସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବିଷୟରେ କହିଛନ୍ତି। ଆସନ୍ତା ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ ବୋଲି ସେ କହିଛନ୍ତି। ଦେଖନ୍ତୁ, ଆସନ୍ତା ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସ। ମାର୍ଚ୍ଚ 8 ତାରିଖରେ ମହିଳା ଦିବସ ଅଛି। ସେହି ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯଦି ଆପଣମାନଙ୍କର ଆଜି ପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିନାହିଁ ତେବେ ମୁଁ କେତେଗୋଟି ଟିପ୍ସ ଦେବି। ସେହି ଟିପ୍ସ ଅନୁସାରେ ଆପଣମାନେ ମାନିଲେ 100% ଗ୍ୟାରେଣ୍ଟିର ସହିତ କହୁଛି ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଯିବ। ତ ପ୍ରଥମ ଟିପ୍ସ ହେଲା ଆପଣମାନଙ୍କର ଆଧାର କାର୍ଡ଼। ଆପଣମାନଙ୍କର ଆଧାର କାର୍ଡ଼କୁ ଠିକ୍ସେ ରଖନ୍ତୁ ବା ନାମ ଠିକଣା ସବୁକିଛି ଠିକ୍ ରହିବା ଆବଶ୍ୟକ। ତାପରେ ଆଧାର କାର୍ଡ଼ରେ ମୋବାଇଲ ନମ୍ବର ରହିବା ଆବଶ୍ୟକ ଏବଂ ସେହି ମୋବାଇଲ ନମ୍ବରଟି ଆଧାର ଦ୍ୱାରା ଲିଙ୍କ ହୋଇଥିବା ଆବଶ୍ୟକ। ତାପରେ ଆସିଲା ପାସବୁକ୍। ତ ଆପଣମାନଙ୍କର ଆଧାର କାର୍ଡ଼ରେ ଯେଉଁଭଳି ନାମ ଅଛି ପାସବୁକ୍ରେ ମଧ୍ୟ ସେହିଭଳି ନାମ ରହିବା ଆବଶ୍ୟକ। ତାପରେ ପାସବୁକ୍ରେ ମଧ୍ୟ ଆଧାର ଲିଙ୍କ ରହିବା ନିହାତି ଜରୁରୀ। ଯଦି ପାସବୁକ୍ରେ ଆଧାର ଲିଙ୍କ ନାହିଁ ତେବେ ଆପଣଙ୍କ ସୁଭଦ୍ରା ଟଙ୍କା ଆସିବ ନାହିଁ। ତାପରେ ଆପଣମାନେ DBT ଲିଙ୍କ କରନ୍ତୁ। ଦେଖନ୍ତୁ, ଆପଣଙ୍କ ପାସବୁକ୍ ସହ DBT ଲିଙ୍କ ହୋଇଥିଲେ ଏହି ସୁଭଦ୍ରା ଟଙ୍କା ଆସିବ। ଯଦି କେହି ବି ଆଜି ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ତେବେ ଆବେଦନ କରନ୍ତୁ। ଆବେଦନ କରିବାରେ ଯଦି କିଛି ବି ତ୍ରୁଟି ଆସୁଛି ବା ସର୍ଭର ଡାଉନ୍ ଅଛି
ତେବେ ଆପଣମାନେ ଗୋଟିଏ ଦିନ କିମ୍ବା 2 ଦିନ ଅପେକ୍ଷା କରନ୍ତୁ, ତାପରେ ଆବେଦନ କରିବେ। ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆପଣମାନେ ମଧ୍ୟ ପାଇପାରିବେ। ଯଦି ଆବେଦନ କଲା ସମୟରେ କୌଣସି ବି ଡାଉଟ୍ ଅଛି, ତେବେ ଆପଣମାନେ ଭିଡ଼ିଓରେ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ନିଶ୍ଚୟ ଏକ ଭିଡ଼ିଓ ପ୍ରୋଭାଇଡ଼ କରିବି। ତାପରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବିଷୟରେ ସୂଚନା ଦେଇଥିଲେ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ସେ କହିଛନ୍ତି। ଏଯାଏଁ ପ୍ରାୟ 80 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଖନ୍ତୁ ଆଜ୍ଞା, ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବିଷୟରେ ସୂଚନା ଦେଇଥିଲେ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ସେ କହିଛନ୍ତି। ଏଯାଏଁ ପ୍ରାୟ 80 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଖନ୍ତୁ, ଏଯାଏଁ ବା ଏପର୍ଯ୍ୟନ୍ତ 80 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ତ ଏହା ଥିଲା ଆଜିର ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବେ ଏବଂ ମୋ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।